ଖୋଲିଲା ଶ୍ରୀମନ୍ଦିରର ଚାରିଦ୍ୱାର। ମଙ୍ଗଳ ଆରତୀ ବେଳାରୁ ଭକ୍ତମାନେ ଚାରିଦ୍ୱାରରେ ପ୍ରବେଶ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କ ଉପସ୍ଥିତିରେ ଭକ୍ତମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି। ଚାରିଦ୍ୱାର ଖୋଲିବା ପାଇଁ ଗତକାଲି ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଥିଲା। କରୋନା ମହାମାରୀ ପରଠାରୁ କେବଳ ସିଂହଦ୍ୱାରରେ ପ୍ରବେଶ କରାଯାଉଥିଲା। ଏବେ ଏହି କଟକଣାକୁ ନୂତନ ସରକାର ରଦ୍ଦ କରିଦେଇଛନ୍ତି। ଏବେ ସବୁ ଦ୍ୱାରରେ ପ୍ରବେଶ ପ୍ରସ୍ଥାନ ପାଇଁ ଖୋଲାଯାଇଛି। ବିଜେପି ନିର୍ବାଚନ ଇସ୍ତାହାରରେ ଏ ସମ୍ପର୍କରେ ଘୋଷଣା କରିଥିଲା। ଏହା ସହ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସମସ୍ତ କେନ୍ଦ୍ରମନ୍ତ୍ରୀ ଓ ବିଜେପିର ନେତାଗଣ ନିର୍ବାଚନୀ ସଭାରେ ଘୋଷଣା କରିଥିଲେ। ସେହି ଅନୁସାରେ ମଙ୍ଗଳ ଆରତୀ ସମୟରେ ଚାରିଦ୍ୱାର ଖୋଲାଯାଇଥିବାରୁ ଭକ୍ତମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ସହଜ ଓ ସୁବିଧାରେ ଭକ୍ତମାନେ ଚାରିଦ୍ୱାରରେ ପ୍ରବେଶ କରି ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ପରିଷଦ ସଦସ୍ୟ, ପୁରୀ ସାଂସଦ ସମ୍ବିତ ପାତ୍ର, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି। ଦର୍ଶନ ପରେ 22 ପାହାଚରେ ବସିବା ସହ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା କରିଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅପାର କରୁଣାରୁ ରାଜ୍ୟରେ ନୂତନ ଭାବରେ ଯେଉଁ ସରକାର ଗତକାଲି ଶପଥ ପାଠ ଗ୍ରହଣ କରିଛନ୍ତି ଏବଂ ରାଜ୍ୟ 4.5 କୋଟି ଲୋକଙ୍କର ଆଶୀର୍ବାଦ ନେବା ସହିତ ମହାପ୍ରଭୁଙ୍କ କୃପାରୁ ଏ ଶପଥ ପାଠ ଉତ୍ସବ ପରେ ରାଜ୍ୟ ସରକାରଙ୍କର ପ୍ରଥମ କ୍ୟାବିନେଟ୍ ବସିଥିଲା ଏବଂ ଏ ପ୍ରଥମ କ୍ୟାବିନେଟ୍ରେ 4ଟି ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ସେଥିରେ ଭକ୍ତଙ୍କର ଭାବାବେଗକୁ ନେଇ ଏବଂ ମହାପ୍ରଭୁଙ୍କର ଯେଉଁ 4ଟି ଦ୍ୱାର ଅଛି, ଯାହାକି ଗୋଟିଏ ଦ୍ୱାର ଛଡ଼ା ଅନ୍ୟ ଦ୍ୱାରଗୁଡ଼ିକ ବନ୍ଦ ଥିଲା ଏବଂ ଭକ୍ତଙ୍କ ଭିତରେ, ଶ୍ରଦ୍ଧାଳୁଙ୍କ ଭିତରେ ଯେଉଁ ଅସମାନତା ତିଆରି ହୋଇଥିଲା ଏବଂ ମନରେ ଆକ୍ରୋଶ ଥିଲା, ତାକୁ ସରକାର ଗତକାଲି କ୍ୟାବିନେଟ୍ରେ ପ୍ରଥମ ପ୍ରସ୍ତାବରେ ପ୍ରଥମ ନିଷ୍ପତ୍ତି ନେଲେ ଯେ କ୍ୟାବିନେଟ୍ର ନିଷ୍ପତ୍ତି କ୍ରମେ ଆଜି ସକାଳୁ ଯେଉଁ ମଙ୍ଗଳ ଆରତୀ ହେବ, ଏହାଠାରୁ ଆମର ସମ୍ପୂର୍ଣ୍ଣ ଭାବରେ ଚାରିଦ୍ୱାରକୁ ଭକ୍ତଙ୍କ ପାଇଁ ଖୋଲି ଦିଆଯିବ ଏବଂ ତାହା ଆଜି ଯଥା ସମୟରେ ଚାରିଦ୍ୱାର ଖୋଲା ଯାଇଛି ଏବଂ ସରକାର ନିଜେ ଆସି ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହିତ ସମସ୍ତ ଆମର 2 ଉପମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ମନ୍ତ୍ରିମଣ୍ଡଳ ସଦସ୍ୟମାନଙ୍କର ଉପସ୍ଥିତିରେ ଆଜି ମହାପ୍ରଭୁଙ୍କ ଦର୍ଶନ କରାଗଲା ଏବଂ ମହାପ୍ରଭୁଙ୍କ ଆଶୀର୍ବାଦରେ ଚାରିଦ୍ୱାର ପରିକ୍ରମା କରାଯାଇ ସମ୍ପୂର୍ଣ୍ଣ ଭାବରେ ଦ୍ୱାରକୁ ଖୋଲି ଦିଆଗଲା। ଇଏ ଭକ୍ତଙ୍କର ଯେଉଁ ଇଚ୍ଛା ଥିଲା ଏବଂ ମନ୍ଦିର ପରିଚାଳନାରେ ଯେଭଳି ଭାବରେ ଭକ୍ତଙ୍କୁ ଦର୍ଶନ କରିବାରେ ସମ୍ପୂର୍ଣ୍ଣ ଭାବରେ ଆଧ୍ୟାତ୍ମିକ କାର୍ଯ୍ୟରେ ବାଧା ନ ଆସୁ ସେଥିପାଇଁ ସରକାରଙ୍କର ନିଷ୍ପତ୍ତି ନିଆଗଲା ଏବଂ ତାହା ଆଜି ସମ୍ପନ୍ନ ହୋଇଛି। ସେଥିପାଇଁ ମହାପ୍ରଭୁ ଜଗନ୍ନାଥଙ୍କୁ ତାଙ୍କ ଆଶୀର୍ବାଦରେ ଏହା ସମ୍ଭବ ହୋଇଥିବାରୁ ତାଙ୍କୁ କୋଟି କୋଟି ମୁଁ ପ୍ରଣାମ ଜଣାଉଛି। ସରକାର ଆସିକି ଏହାକୁ ଦର୍ଶନ କରିବା ସହିତ ନିଜେ ମନ୍ଦିର ବାହାର ସହିତ ମନ୍ଦିର ଭିତରର ମଧ୍ୟ ଆମେ ଦର୍ଶନ କରିବା ସମୟରେ ମଧ୍ୟ ଯେଉଁ ଦର୍ଶନ କରିବାର ଅନୁଭବ ଏବଂ ସେଥିରେ ଯେଉଁ ସ୍ଥିତି ଏବଂ ପରିସ୍ଥିତି ଆମେ ଦେଖିଲୁ ତାକୁ ଅନୁଧ୍ୟାନ ଆମେ ନିଜେ କଲୁ ଏବଂ ତା ସହିତ ମଧ୍ୟ ଆମର ଏଠି ପ୍ରଶାସନିକର ଯେଉଁ ଆମର ସିଷ୍ଟମ ଅଛି, ଯେଉଁମାନେ ଅଧିକାରୀ ଅଛନ୍ତି, ସରକାର ନିଜେ ତାକୁ ପ୍ରତ୍ୟକ୍ଷ ଭାବରେ ଏହାକୁ ଆଜି ଅନୁଭବ କଲା ପରେ ନିଶ୍ଚିତ ଭାବରେ ଖୁବ୍ ଶୀଘ୍ର ଆଗାମୀ ଦିନରେ ସରକାର ଠୋସ୍ ପଦକ୍ଷେପ ନେବେ ଏବଂ ନିଶ୍ଚିତ ଭାବରେ ମହାପ୍ରଭୁ ଜଗନ୍ନାଥଙ୍କର ଏ ଯେଉଁ ଦର୍ଶନ କରିବା ପାଇଁ ଯେଉଁ ସ୍ୱତନ୍ତ୍ର ନୀତିକାନ୍ତି ସହିତ ଯେଉଁ ଚାରିଦ୍ୱାର ଏବଂ ତା ସହିତ ଯାହା ବି ସମ୍ପର୍କ ଅଛି ତାକୁ ଆଲୋଚନା କରିକି ଆବଶ୍ୟକୀୟ ଯେଉଁଥିରେ ବିଧି ଅନୁସାରେ ଯାହା ପଦକ୍ଷେପ ନେବା କଥା ନିଶ୍ଚିତ ଭାବରେ ସରକାର ନେବେ। ସେ ବାବଦରେ ଆଜି ଯେହେତୁ ଚାରିଦ୍ୱାର ଖୋଲିବାର ଏ କାର୍ଯ୍ୟକ୍ରମ ଥିଲା, ସେ କାର୍ଯ୍ୟକ୍ରମ ସମାପନ ହୋଇଛି ଆପଣମାନଙ୍କର ସମସ୍ତଙ୍କର ଉପସ୍ଥିତିରେ, ଭକ୍ତଙ୍କର ଉପସ୍ଥିତିରେ ଏବଂ ସରକାର ଏହାକୁ ଅନୁଧ୍ୟାନ ଆଜି ଆରମ୍ଭ କଲେ, ତାକୁ ଜାରି ରଖିଛନ୍ତି। ଖୁବ୍ ଶୀଘ୍ର ଏହା ଉପରେ ଯାହା ଆବଶ୍ୟକୀୟ ଉଚିତ ପଦକ୍ଷେପ ସରକାର ନେବା ପାଇଁ ତଦନ୍ତ ବା ରିପୋର୍ଟ ଆସିଲା ପରେ ସେ ନିଶ୍ଚିତ ଭାବରେ ନେବେ। ଏଣୁ ଆଗାମୀ ଦିନର କାର୍ଯ୍ୟକ୍ରମ ସୁରୁଖୁରୁରେ କେମିତି ହେବ ଏବଂ ବିଶେଷ କରିକି ଆଉ ଗୋଟିଏ କଥା, ଗତକାଲି ଦ୍ୱିତୀୟ ପ୍ରସ୍ତାବ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କର ଏ କାର୍ଯ୍ୟକ୍ରମରେ ତାକୁ ନିଆଯାଇଛି। ତାହା ହେଉଛି କର୍ପସ୍ ଫଣ୍ଡ କରାହୋଇଛି ମନ୍ଦିରର ରକ୍ଷଣାବେକ୍ଷଣ ସହିତ ଏହାର ଉନ୍ନତିକରଣ ଏବଂ ଆବଶ୍ୟକୀୟ ଯେଉଁ ଯେତେବେଳେ ପରିସ୍ଥିତି ଉପୁଜୁଛି ତାହାର ମୁକାବିଲା କରିବା ପାଇଁ, ତାହାର ସୁଚାରୁ ରୂପେ ସୁପରିଚାଳନା କରିବା ପାଇଁ ନିଶ୍ଚିତ ଭାବରେ କର୍ପସ୍ ଫଣ୍ଡ 500 କୋଟି ଟଙ୍କାର ବ୍ୟବସ୍ଥା କରାହେଉଛି। এই চলিত বর্ষ যে বজেট আসব ସେଥିରେ ଅର୍ଥର ବ୍ୟବସ୍ଥା ହେଇକରି ସମ୍ପୂର୍ଣ୍ଣ ଭାବରେ ଇଏ ଅର୍ଥ
ମହାପ୍ରଭୁଙ୍କର ସୁରକ୍ଷା ପାଇଁ ପରିଚାଳନା ପାଇଁ ନିଶ୍ଚିତ ଭାବରେ ଖୁବ୍ ଶୀଘ୍ର ବ୍ୟବହାର କରାଯିବ।